महाविष्णु पुराण चतुर्थ अध्याय प्लक्ष शाल्मकी आदि षडधिप वर्णन। पराशर उवाच एथु अन्ते हे मैत्रेय शुण मन देई षडधिपंक वर्णन करुअछि मोहि लवण सिंधु आवृत जेने जम्बुद्वीप प्लक्षद्वीप कुलवण सागर तद्रूप बलयाकार बेष्टित परम शोभन दर्शन मात्र के हरे प्राणीकर मन जम्बुद्वीपे जेन्हे लक्ष योजन विस्तार दुई गुण अटे प्लक्षद्वीप जेहार एथि अधिपति मेधा तिथि जे मैत्रेय सप्तपुत्र मध्य श्रेष्ठ अटे शांत भय अन्य षड पुत्रंकर नाम शुण एबे सेमानंक नाम व्यक्त अटई भावे आनंद सुख उदय शिशिर एतिनी आबर क्षेमक ध्रुव शिव महाज्ञानी ज्येष्ठ पुत्र शांत भय मिशी एहि सात सबुंकठारे कनिष्ठ अटे ध्रुव सूत प्लक्षद्वीप अधिपति एमाने अटंती एहांकर नामे 7 वर्ष पुणी ख्याति वर्ष 7 निज निज नाम अनुसारे विख्यात अटई एहि जगत मध्यरे वर्ष 7 निज निज नाम अनुसारे विख्यात अटई एहि जगत मध्यरे यथाक्रमे 7 वर्ष जे रूपे घटण हे मैत्रेय ऋषि ताहा एक मने शुण शांत भय वर्ष जे शिशिर वर्ष पुणी आनंद वर्ष सुखज वर्ष एहि बेनी क्षमक वर्ष जे शिव वर्ष ध्रुव वर्ष शासन करंती सप्त भावे होई हर्ष सेमानंकर मर्यादा कारी आउ 7 रहिछंती हे मैत्रेय वर्ष पर्वत सेमानंक नाम शुण होई मने मोद गोमेद चंद्र आबर अटई नारद सोमक सनम पुणी दुंदुभि वैभ्राज वर्ष पर्वते सर्वे रमणीय बुझ देवगंधर्वादि संगे आनंदित मने सर्वदा बसंती पापहीन प्रजा जने सप्तगिरि 7 वर्षे करंती स्थिति जहिरे देवगंधर्व मानक बसती अत्यंत उत्तम से जे जनपद स्थान पंचम सहस्र वर्ष प्राणी धरे प्राण कौनसी रोग शोक जे नाही से स्थान रे बास करी तहि सदा रहंती सुख रे 7 वर्ष सप्तगिरि थारु हे मैत्रेय निर्गत हेउ अछंती जान नदी चय से सर्व नदींक नाम शुण मन देई एक एक कहिबई संशय फिटाई शिखी क्रमु अनुतप्ता आबर विपसा अमृता सुकृता पुणी त्रिविवा बरसा एमंत प्रधान नदी 7 जे पर्वत कहिली तुम्भ आगरे सकल वृत्तांत भल रूपे शुणिल तो आहे मुनिर था 7 नदी सप्तगिरि मानंकर कथा पर्वत मानंक ठारु एहि नदी गण कूल कूल बिना दरे बही जाती जान एहांक व्यतीत आउ हजार हजार क्षुद्र शाखा नदी गिरि छंती अनिर्बार ए सकल नदी जल अमृत समान आधि व्याधि करे जेउ जल विनाशन तहि जनपदवासी जेते बेले छंती स्नान पान करी सदा मन तो सुथांती
ହୃଷ୍ଟପୃଷ୍ଟ ଅଟଇ ଯେ ତାହାଙ୍କ ଶରୀର, ନାହିଁ ରୋଗ ଶୋକ ବ୍ୟାଧି ଆଦିର ବିଚାର। ତହିଁ ନାହିଁ ଯୁଗ ଭେଦ ପୁଣି ହ୍ରାସ ବୃଦ୍ଧି, ଲୋକମାନେ ଏକ ଭାବେ ସର୍ବଦା ସଂସିଦ୍ଧି। ପ୍ରକ୍ଷଠାରୁ ଶାକ ଦ୍ୱୀପବାସୀ ପ୍ରାଣୀଗଣ, ନିରୋଗେ 5,000 ବର୍ଷ ଆୟୁବାନ। ଅତି ସୁଖେ ବଞ୍ଚନ୍ତି ସେ ବଳିଷ୍ଠ ଶରୀରେ, ନାହିଁ ଖାଦ୍ୟପାନ ଚିନ୍ତା କୌଣସି କାଳରେ। ପଞ୍ଚଧର୍ମ ଅନୁଷ୍ଠାନ ହୁଏ ତହିଁ ନିତ୍ୟ, ଅହିଂସା ବ୍ରହ୍ମଚର୍ଯ୍ୟ ଯେ ସୁପ୍ରମାଣ ସତ୍ୟ। ଅପରିଗ୍ରହ ଆଶ୍ରୟ ଏହିପରି 5, ପାଳି ଜନେ ସଦା ଚଳିଥାନ୍ତି ଏହା ସ୍ୱଚ୍ଛ। ଏପରି ସୁକର୍ମ ମାନ ଅହରହ କରି, ଅତି ଆନନ୍ଦରେ ଥାନ୍ତି ଦିବସ ସର୍ବରି। ବ୍ରାହ୍ମଣ ବୈଶ୍ୟ କ୍ଷତ୍ରିୟ ଶୂଦ୍ରମାନଙ୍କର, ଆର୍ଯ୍ୟକ କୁରୁନି ବଂଶ ସମସ୍ତ ଜାତିର। ଭାବି ଜାତି ବୋଲି ନ ଯେ ହୁଅଇ ପ୍ରମାଣ, ଏହି ରୂପେ ପ୍ରଥା ତଥା ଅନୁକ୍ଷଣେ ଜାଣ। ସେଠାରେ ଏକ ବୃହତ ବୃକ୍ଷ ଶୋଭା ପାଏ, ପ୍ଳକ୍ଷ ବୃକ୍ଷ ବୋଲି ନାମ କହନ୍ତି ସଭିଏ। ସେ ବୃକ୍ଷର ଅନୁସାରେ ପ୍ଳକ୍ଷ ଦ୍ୱୀପ ନାମ, ପରମ ସୁଖଦାୟକ ସଦାନନ୍ଦ ଧାମ। ସେଠାରେ ରହିଅଛନ୍ତି ଯେତେ ଆର୍ଯ୍ୟ ଜାତି, ସୋମରୂପୀ ଶ୍ରୀହରିଙ୍କୁ ଅର୍ଚ୍ଚନା କରନ୍ତି। ତାଙ୍କ ଉଦ୍ଦେଶ୍ୟ କରିଣ ଯୋଗ ଯଜ୍ଞମାନ, ସର୍ବଦା ତୁଷ୍ଟ କରନ୍ତି ସେମାନଙ୍କ ମନ। ଇକ୍ଷୁ ସମୁଦ୍ରରେ ଜାଣ ସେହି ପ୍ଳକ୍ଷ ଦ୍ୱୀପ, ବେଷ୍ଟନ ହୋଇ ରହିଛି ବଳୟ ସ୍ୱରୂପ। ପ୍ଳକ୍ଷ ଦ୍ୱୀପ ବିବରଣ କହିଲି ଯେ ମୁହିଁ, ଶାଳ୍ମଳୀ ଦ୍ୱୀପ କାହାଣୀ ଶୁଣ ମନ ଦେଇ। ଶାଳ୍ମଳୀ ଦ୍ୱୀପ ବର୍ଣ୍ଣନ। ଏହା ଶାଳ୍ମଳୀ ଦ୍ୱୀପରେ ସେହୁ ନରନାଥ, ଅତି ବୀରବର ବପୁଷ୍ମାନ ନାମେ ଖ୍ୟାତ। ସର୍ବଗୁଣେ ଅଳଙ୍କୃତ ରାଜା ବପୁଷ୍ମାନ, ତାଙ୍କର 7ଟି ପୁତ୍ର ବଡ଼ ପୁଣ୍ୟମାନ। ସେ 7 ଜଣଙ୍କ ନାମ ଶୁଣ ତପୋବନ୍ତ, ହରିତ ଶ୍ଵେତ ଜିମୁତ ଆବର ରୋହିତ। ପଞ୍ଚମେ ବୈଦ୍ୟୁତ ଆଉ ମାନଙ୍କ ଯେ ଷଷ୍ଠ, ସୁପ୍ରଭ ସମସ୍ତ ପୁତ୍ର ଗଣାରେ କନିଷ୍ଠ। ଏ 7 ପୁତ୍ରଙ୍କ ନାମ କଲି ମୁଁ ପ୍ରକାଶ, 7 ପୁଅଙ୍କ ନାମରେ 7ଟି ବରଷ। 7 ବର୍ଷେ ସପ୍ତଗିରି ପରମ ସୁନ୍ଦର, ସେହି ଗିରିଙ୍କର ନାମ ଶୁଣ ତପିବର। ଉନ୍ନତ କୁମୁଦ ଆଉ ଦ୍ରୋଣ ବଳାହକ, ମହିଷ ପର୍ବତ ଶ୍ରେଷ୍ଠ କୁରୁଷ୍ମାନ କଙ୍କ। ଏ 7 ଗିରି ଶାଳ୍ମଳୀ ଦ୍ୱୀପରେ ଯେ ସ୍ଥିତ, ଶପଥ ନଦୀ ତହିଁରୁ ବହନ୍ତି ସତତ। ସୁଖମୟୀ କଲ୍ଲୋଳିନୀ ସ୍ୱଚ୍ଛ ପୁଣ୍ୟ ତୋୟା, ସେ ଜଳ ପାନେ ମାନବେ ପୁଲ କାନ୍ତି କାୟା। ସେହି 7 ନଦୀଙ୍କର ଅଟେ ଯାହା ନାମ, କହୁଅଛି ତାହା ଶୁଣ ହେ ଋଷି ଉତ୍ତମ। ସୁଜନି ବିତୃଷା ତୋୟା ଚନ୍ଦ୍ର ଶୁକ୍ଳ ଘେନି, ଆବର ନିବୃତ୍ତ ନଦୀ ପୁଣି ବିମୋଚନୀ। ଶରଣ ମାତ୍ରକେ ଏହି ନଦୀଙ୍କର ନାମ, ଦୂର ହୁଏ ପାପ ତାପ ପୁରେ ମନସ୍କାମ। ମହାତୀର୍ଥ ସ୍ୱରୂପୀ ଏ ପୁଣ୍ୟ ତୋୟା 7, ଭକ୍ତିଦାତ୍ରୀ ତରଙ୍ଗିଣୀ ବୋଲିଣ ବିଖ୍ୟାତ। ଏହି 7 ନଦୀ ଜଳେ କଲେ ସ୍ନାନ ଦାନ, ଦିବ୍ୟ ଗତି ଲଭେ ନର ଏ ସତ୍ୟ ବଚନ। ସପ୍ତମ ବର୍ଷ ଅଟଇ ଅତି ରମଣୀୟ, ତହିଁ ବାସ କରିଛନ୍ତି ବ୍ରାହ୍ମଣ କ୍ଷତ୍ରିୟ। ଏହାଙ୍କ ବ୍ୟତୀତ ବୈଶ୍ୟ ଶୂଦ୍ର ବର୍ଣ୍ଣ 2, ଧର୍ମ କର୍ମ ଘେନି ବାସ କରିଛନ୍ତି ତହିଁ। 4 ବର୍ଣ୍ଣେ ପରିପୂର୍ଣ୍ଣ ଅଟଇ ସେ ଦ୍ୱୀପ,
ସେ ଦୀପ ସୁନ୍ଦର ଯାହା ଶୁଣ ହେ ସ୍ୱରୂପ, ବୈଦ୍ୟୁତ ଶ୍ଵେତ ଆବର ହରିତ ମାନସ, ଶୁକ୍ରଭୋଜି ମୁତ ରୋହିତ ଏ ସପ୍ତବେଶ। ସପ୍ତବର୍ଷ ନାମରେ ଯେ ଖ୍ୟାତ ନିରନ୍ତର, ଶାଳ୍ମକୀ ଦୀପ ମହାତ୍ମ୍ୟ ହେବ ଗୋଚର। ଏ ଦୀପ ଅରୁଣ କୃଷ୍ଣ କପିଳ ଯେ ପୀତ, ନିବସନ୍ତି ଏ ପୃଥକ ବନ ବିରତ। ବ୍ରାହ୍ମଣ ବୈଶ୍ୟ କ୍ଷତ୍ରିୟ ଶୂଦ୍ର ଚାରି ଜାତି, ସେମାନେ ଯଜ୍ଞାଦି କର୍ମେ ଦିନ ହରୁଥାନ୍ତି। ସେହି ମହାପୁଣ୍ୟବନ୍ତ ଯାଗଶାଳ ଗଣ, ନିର୍ମଳ ଆତ୍ମା ତାଙ୍କର ସତକର୍ମୀ ପ୍ରଧାନ। ତୁଷ୍ଟ ହୋଇ ଦେବତାଏ ଏମାନଙ୍କ ପ୍ରତି, ପ୍ରସନ୍ନ ବଦନେ ସଦା ପାଶେ ରହିଥାନ୍ତି। ଏହି ଯେ ଶାଳ୍ମଳୀ ଦ୍ୱୀପ ମଧ୍ୟେ ଆହେ ବତ୍ସ, ଶିମୁଳି ବୃକ୍ଷେ ଅଛି ଅତିଶୟ ଉଚ୍ଚ। ତହିଁ ପରମ ବିଶ୍ୱାସେ ସଦା ଦେବଗଣ, ତୃପ୍ତି ଲାଭ କରିଥାନ୍ତି ସନ୍ତୋଷ ହୋଇଣ। ସେ ଦୀପ ବେଷ୍ଟିତ ସୁରଦକ ସମୁଦ୍ରରେ, ଆକ୍ରମିତ କରିଛନ୍ତି ବଳୟ ଆକାରେ। କୁଶଦ୍ୱୀପ ବର୍ଣ୍ଣନ। କୁଶଦ୍ୱୀପେ ଜ୍ୟୋତିଷ୍ମାନ ଅଟେ ନୃପବର, ତାଙ୍କ ଔରସୁ ଜନ୍ମିଲେ ଶପଥ କୁମାର। ସେମାନଙ୍କ ନାମ ଶୁଣ ଆହେ ତପୋଧନ, ପ୍ରଥମ ଉଦ୍ଭିଦ ଦ୍ୱିତୀୟ ସେ ବେଣୁମାନ। ତୃତୀୟ ବେରଥ ଲମ୍ବନ ଯେ ଚତୁର୍ଥରେ, ଧୃତି ନାମେ ପୁତ୍ର ଜନମିଲା ପଞ୍ଚମରେ। ଷଷ୍ଠ କୁମରର ନାମ ଅଟେ ପ୍ରଭାକର, ସପ୍ତମେ କପିଳ ପୁତ୍ର ବଳେ ବଳିୟାର। ଏ ସପ୍ତପୁତ୍ର ମାନଙ୍କ ଅନୁଯାୟୀ ଜାଣ, ବର୍ଷମାନଙ୍କର ନାମ ହୋଇଛି ପ୍ରମାଣ। ସେହୁ ସପ୍ତବର୍ଷ ସ୍ଥାନ ଅତି ରମଣୀୟ, କେବନି ପାରିବ ତାହା ହେ ମୈତ୍ରେୟ। ସେଠାରେ ବାସ କରନ୍ତି ଦୈତ୍ୟ ଯେ ଗନ୍ଧର୍ବେ, ଦେବତା ଦାନବ ଋଷି କିଂ ପୁରୁଷ ସର୍ବେ। ବ୍ରାହ୍ମଣ ବୈଶ୍ୟ କ୍ଷତ୍ରିୟ ଶୂଦ୍ର ଚାରି ବର୍ଣ୍ଣ, ସ୍ୱଧର୍ମ ପାଳନେ ସଦା ଦେଇଥାନ୍ତି ମନ। ନିଜ ନିଜ ଅନୁଷ୍ଠାନେ ସେ ମାନବରତ, ରହିଥାନ୍ତି ଚାରି ବର୍ଣ୍ଣ ହୋଇ ଆନନ୍ଦିତ। ଦମି ସସ୍ମି ପୁଣି ଅଟେ ସନ୍ଦେହ ସମୂହେ, ବ୍ରାହ୍ମଣ ବୈଶ୍ୟ କ୍ଷତ୍ରିୟ ଶୂଦ୍ର ସମାନଏ। ଏ ସମସ୍ତ କୁଶଦ୍ୱୀପେ ଶାସ୍ତ୍ର ବିଧାନରେ, କର୍ମ ଅନୁଷ୍ଠାନ କରି ମନ ହରସରେ। ଆତ୍ମାରେ ଜ୍ଞାନ କର୍ମର କ୍ଷୟ ନିମନ୍ତେଣ, କରୁଥାନ୍ତି ପୂଜା ବ୍ରହ୍ମରୂପୀ ନାରାୟଣ। ସେହି ଅର୍ଚ୍ଚନାର ବଳେ ଅହଙ୍କାର ଆଦି, ବିନାଶ କରନ୍ତି ଆହେ ମୈତ୍ରେୟ ସୁବୁଦ୍ଧି। ସେହି ଦ୍ୱୀପେ ସପ୍ତବର୍ଷେ ଗିରି ନିବସନ୍ତି, ସେମାନଙ୍କ ନାମ ଏବେ ଶୁଣ ଦେଇ ମତି। ଦ୍ୟୁତିମାନ ବିଦ୍ରୁମ ଯେ ପୁଣି ହେମ ଶୈଳ, କୁଶେଶୟ ପୁଷ୍ପମାନ ହରି ହେ ଅଚଳ। ଏହିପରି ସପ୍ତବର୍ଷ ସ୍ଥିତି ସପ୍ତଗିରି, ତହିଁ ବିରାଜନ୍ତି ଭଲେ ଦିବସ ସର୍ବରି। ଏହି ଶପଥ ବର୍ଷରେ ଯେଉଁ ସପ୍ତ ନଦୀ, ସେ ସପ୍ତ ନଦୀଙ୍କ ନାମ ଶୁଣ ହେ ସୁବୁଦ୍ଧି। ଧୂତ ପାପା ବର୍ଷ ଚଲାସି ହାଜେ ପବିତ୍ର, ବିଦ୍ୟୁତ ସମତି ଆତ୍ମା ମହି ଶୁଭଗାତ୍ରୀ। ଏହି ସପ୍ତ ତରଙ୍ଗିଣୀ ମହାସ୍ରୋତ ସ୍ୱାତି, ଆବର ସହସ୍ର ଶାଖା ନଦୀ ଗିରିଛନ୍ତି। ଏ ସର୍ବ ନଦୀରେ ନର ସ୍ନାନ କଲା ମାତ୍ରେ, ପାପ ତାପ ଆଦି ତିଳେ ନର ହୋଇ ଗାତ୍ରେ। ଏ ସର୍ବ ବ୍ୟତୀତ କୁଶଦ୍ୱୀପ ସମୂହରେ, କ୍ଷୁଦ୍ର ନଦୀ ଗିରି ଯେତେ କେବାବନି ପାରେ। କୁଶଦ୍ୱୀପ ଘୃତୋଦକ ସମୁଦ୍ରେ ଆବୃତ,
ବଳୟ ଆକାରେ ରହିଅଛି ଅବିରତ। ସମୁଦ୍ର ପ୍ରମାଣ ଅଟେ ଅତ୍ୟନ୍ତ ବିସ୍ତାର। କୁଶଦ୍ୱୀପର ବର୍ଣ୍ଣନ ଏମନ୍ତ ପ୍ରକାର। ଏଥୁ ଅନ୍ତେ କହିବଇ କ୍ରୌଞ୍ଚ ଦ୍ୱୀପ କଥା। ମନ କର୍ଣ୍ଣ ଦେଇ ଶୁଣ ଆହେ ବ୍ରହ୍ମବେତ୍ତା। କ୍ରୌଞ୍ଚ ଦ୍ୱୀପ ବର୍ଣ୍ଣନ। କୁଶଦ୍ୱୀପ ଠାରୁ କ୍ରୌଞ୍ଚ ଦ୍ୱୀପ ବଳିୟାର। 2 ଗୁଣ ଅଧିକ ଯେ ଦୀର୍ଘ ପ୍ରତି ତାର। ଦ୍ୟୁତିମାନ ଅଟନ୍ତି ଏ ଦ୍ୱୀପେ ନରରାୟ। କ୍ରମେ ଦ୍ୟୁତିମାନଙ୍କର ଶପଥ ତନୟ। ସେ ତନୟ ମାନଙ୍କର ଯଥାକ୍ରମେ ନାମ। ବିଖ୍ୟାତ ଅଟେ ଧରାରେ ହେ ଋଷି ଉତ୍ତମ। କୁଶଳ ପିବର ଉଷ୍ଣ ନନ୍ଦୀ ଗଏ ଚାରି। ଅନ୍ଧକାର କମୁନି ଯେ ଦୁନ୍ଦୁଭି ବିଚାରି। ରାଜା ଦ୍ୟୁତି ମାନଙ୍କର ଏହି ପୁତ୍ର ଗଣ। ସର୍ବବିଦ୍ୟାରେ ଭୂଷିତ ବୁଦ୍ଧି ବିଚକ୍ଷଣ। ପୁତ୍ରମାନଙ୍କର ନାମ ଅନୁସାରେ ଭଲେ। ବର୍ଷମାନଙ୍କର ନାମ ସେ ନୃପତି ଦେଲେ। ଏହି ବର୍ଷକ ମଧ୍ୟରେ 7 ପର୍ବତ। ଅତ୍ୟନ୍ତ ସୁନ୍ଦର ଅଟେ ଉଚ୍ଚ ଯେ ବହୁତ। ସେ ଗିରିଙ୍କ ନାମ ଶୁଣ କହୁଅଛି ମୁହିଁ। କ୍ରୌଞ୍ଚ ପର୍ବତ ପୁଣି ବାମନ ଏ 2। ତୃତୀୟ ଗିରିଟି ଅନ୍ଧକାର କବଲାଏ। ଚତୁର୍ଥକୁ ଦେବାବୃତ୍ତି ପର୍ବତ କହେ। ଏମନ୍ତେ ଶ୍ରବଣ କର ହେ ମୁନି ନାୟକ। ପଞ୍ଚମ ପର୍ବତ ନାମ ଅଟେ ପୁଣ୍ଡରୀକ। ଷଷ୍ଠ ପର୍ବତ ନାମ ଦୁନ୍ଦୁଭି ହୋଇଲା। ମହାଶୈଳ ନାମ ଗୋଟି ସପ୍ତମରେ ହେଲା। ଯେଉଁପରି ଦ୍ୱୀପ ମାନେ କରୁଆରେକ। 2 ଗୁଣ ବେଶୀ ତାଙ୍କ ପରମାଣ ଠିକ। ସେହିପରି କ୍ରମେ 2 ଗୁଣ ଜରିମାନ। ବୃଦ୍ଧି ହୋଇ ଦିଶୁଥାନ୍ତି ଅତ୍ୟନ୍ତ ଶୋଭନ। ଏ ସର୍ବବର୍ଷରେ ଯେତେ ଆବର ପର୍ବତ। ସେହି ପ୍ରାୟ ସୁମଞ୍ଜୁଳ ଧରାରେ ବିଖ୍ୟାତ। 2 ଗୁଣେ ପରସ୍ପରେ ସର୍ବେ ବୃଦ୍ଧି। 7 ବର୍ଷେ 7 ଗିରି ଏମନ୍ତ ପ୍ରସିଦ୍ଧି। 7 ବରଷ ପର୍ବତ ଦେବତା ଗନ୍ଧର୍ବେ। ଆନନ୍ଦେ କ୍ରୀଡ଼ା କରନ୍ତି ବିହରିଣ ସର୍ବେ। ଏ ଦ୍ୱୀପେ ବ୍ରାହ୍ମଣ ବୈଶ୍ୟ କ୍ଷତ୍ରିୟ ଯେ ଶୂଦ୍ର। ବାସ କରିଛନ୍ତି ଯଥାକ୍ରମେ ହେ ସୁଭଦ୍ର। ଦେବ ଗନ୍ଧର୍ବ ମାନଙ୍କ ସହ ପ୍ରଜାମାନେ। ଅବସ୍ଥାନ କରିଛନ୍ତି ଆନନ୍ଦିତ ମନେ। ଧନ୍ୟ ପୁଷ୍କର ପୁଷ୍କଳ ତୀକ୍ଷ୍ଣ ନାମଧାରୀ। ବହୁତ ମାନବ ଗଣ ଛନ୍ତି ବାସ କରି। ସର୍ବେ ମହାନନ୍ଦେ ଛନ୍ତି ଏ କ୍ରୌଞ୍ଚ ଦ୍ୱୀପରେ। ପୁଣ୍ୟତୋୟା ସପ୍ତ ନଦୀ ବହନ୍ତି ପ୍ରଖରେ। ସେହି ମହାନଦୀ ମାନଙ୍କର ନାମ ଯାହା। ଶୁଣ ହେ ମୈତ୍ରେୟ ଋଷି କହୁଅଛି ତାହା। ଗୌରୀ କୁମୁଦବତୀ ସନ୍ଧ୍ୟା ଏହି 3। ମନୋଜତା ଖ୍ୟାତ ରାତ୍ରି ଜାଣ ଆହେ ମୁନି। ସପ୍ତମରେ ପୁଣ୍ଡରିକା ନାମେ ମହାନଦୀ। ସର୍ବେ ବହି ଆସୁଛନ୍ତି ସପ୍ତଗିରି ଭେଦି। ଏହି ନଦୀ ମାନଙ୍କର ଜଳ କରି ପାନ। ସେହି ଦେଶବାସୀ ଜନେ ମହାବଳବାନ। ପୁଣି ସେହି ଦ୍ୱୀପବାସୀ ସହ ଲୋକମାନେ। ଶ୍ରୀହରିଙ୍କୁ ଆରାଧନା କରି ଭକ୍ତି ମନେ। ଅନବରତରେ ହୃଷ୍ଟ ମନୋହର ଦେହି। ସର୍ବ ପ୍ରଜା ବୃନ୍ଦ ମାନେ ପରସ୍ପରେ ସ୍ପେହି। ଦଧି ମଣ୍ଡୋଦକ ସିନ୍ଧୁ ସୁବେଷ୍ଟନ କରି। ଏ ଦ୍ୱୀପକୁ ମନାଉଛି ଆହେ ତପଚାରି। ସେ ଯେ ବଳୟ ଆକାରେ ଚଉପାଶେ ଶୋଭା। କ୍ରୌଞ୍ଚ ମହାଦ୍ୱୀପ ଗୋଟି ଦିଶେ ଅତି ଲୋଭା।
ସିନ୍ଧୁର ସଦୃଶ ସରିସର ଏ ଦ୍ୱୀପର। ଶାକଦ୍ୱୀପ କଥା ଶୁଣ ମନ କରି ସ୍ଥିର। ଶାକଦ୍ୱୀପ ବର୍ଣ୍ଣନା। କ୍ରଞ୍ଚ ଦ୍ୱୀପ ଠାରୁ ଏହି ଶାକଦ୍ୱୀପ ଜାଣ। ବିସ୍ତାର ଅଟଇ ଦୀର୍ଘ ପ୍ରତି 2 ଗୁଣ। ଶାକଦ୍ୱୀପରେ ଅଟନ୍ତି ଭବ୍ୟ ନୃପବର। ତାଙ୍କ ଉରସେ ଜନ୍ମିଲେ ଶପଥ କୁମାର। ସେମାନଙ୍କ ନାମ ମାନ ଶୁଣ ଦେଇ ମନ। ଏକ ଏକ କରି ମୁହିଁ କରୁଛି ବର୍ଣ୍ଣନ। ମଣିବକ ସୁକୁମାର ଜଳଜ କୁମାର। କୁସୁମଦ ମହାଦ୍ରୁମ ମୌଦକୀ ସୁଧୀର। ଏହି 7 ଗୋଟି ପୁତ୍ର ନାମେ 7 ବର୍ଷ। ସେହି ଦ୍ୱୀପରେ ବ୍ୟାଖ୍ୟାତ ଶୁଣ ହୋଇ ହର୍ଷ। ତହିଁ ବିରାଜିତ ପୁଣି ସପ୍ତଗିରିବର। କହୁଛି ସେ ଗିରି ନାମ ମନେ ହେତୁ କର। ରୈରତକ ଜଳାଧାର ଶ୍ୟାମ ଅସ୍ତଗିରି। ଗିରିଶ୍ରେଷ୍ଠ ଆଞ୍ଚିକେୟ ରମ୍ୟ ସୁଷେ କରି। ସେ ଦ୍ୱୀପରେ ଏହି 7 ଗିରି ଶୋଭା ପାଏ। ଦର୍ଶନ ମାତ୍ରକେ ଜନ ମନ ଲୋଭ ହୁଏ। ଅତି ରମଣୀୟ ସ୍ଥଳ ବିଶ୍ୱ ମଧ୍ୟ ସେହି। ତାର ଶୋଭା ବର୍ଣ୍ଣିବାକୁ ସାଧ୍ୟ କାର ନାହିଁ। ଶାକ ନାମେ ବୃକ୍ଷ ଏକ ଅଛି ଯେ ଦ୍ୱୀପରେ। ତେଣୁ କରି ଶାକଦ୍ୱୀପ ନାମକୁ ସେ ଧରେ। ସାମାନ୍ୟ ନୁହଁ ସେହି ବୃକ୍ଷ ଦୀର୍ଘାକାର। ତାମୂଳ ଦେଶରେ ସିଦ୍ଧ ଗନ୍ଧର୍ବ କିନ୍ନର। ପରମ ସୁଖେ ନିବାସ କରିଣ ରହନ୍ତି। ସେଠାରେ ବାୟୁ ବହଇ ଆମୋଦରେ ଅତି। ଅତୀବ ସୁନ୍ଦର ସର୍ବଜନ ପାଦ ସ୍ଥାନ। ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଜାତିମାନ। ସେହି ସ୍ଥଳେ ମନୋହର ବସତି ଅଟଇ। ଏହି 4 ବର୍ଣ୍ଣ ନିଜ ଧର୍ମ ଅନୁଯାୟୀ। ଇଷ୍ଟଦେବ ଆରାଧନେ ସମର୍ପିଣ ମନ। ଅତି ଆନନ୍ଦେ ହରନ୍ତି ସର୍ବେ ରାତ୍ର ଦିନ। ସେ ଦେଶରେ ଖରତରେ ବହେ 7 ନଦୀ। ସେ ନଦୀର ନାମ ମାନ ଶୁଣ ହେ ସୁବୁଦ୍ଧି। ଧେନୁକା ନଳିନୀ ଇକ୍ଷୁ ଗର୍ଭ ସ୍ତ୍ରୀ କୁମାରୀ। ବେଣୁକା ସହିତେ ଶେଷ ନଦୀ ସୁକୁମାରୀ। ଏ 7 ପବିତ୍ର ନଦୀ ପାପ ବିନାଶିନୀ। ସର୍ବଭୟ ଦୁଃଖ ଶୋକ ଆଦି ସଂହାରିଣୀ। ମୋକ୍ଷଦା ସୁଖଦା ସ୍ୱଚ୍ଛ ମହାପୁଣ୍ୟ ଦାତ୍ରୀ। ଅପୂର୍ବ ତରଙ୍ଗେ ମଣ୍ଡୁ ଅଛନ୍ତି ଧରିତ୍ରୀ। ଆବର ସଂଖ୍ୟକ କ୍ଷୁଦ୍ର ଅଚଳ ନିଚଇ। ବହନ୍ତି ନିର୍ମଳ ଜଳେ ଲହରୀ ଖେଳାଇ। ହଜାର ହଜାର କ୍ଷୁଦ୍ର ନଦ ନଦୀ ବହି। ସେ ସର୍ବମାନଙ୍କେ ଛନ୍ତି ଅତି ସ୍ୱଚ୍ଛ ହୋଇ। ସ୍ୱର୍ଗ ସୁଖ ଭୋଗ ଅନ୍ତେ ସେହୁ ଦ୍ୱୀପବାସୀ। ଅତ୍ୟନ୍ତ ଆନନ୍ଦ ମନେ ସେ ପ୍ରଦେଶେ ଆସି। ଜନ୍ମ ଗ୍ରହଣ କରନ୍ତି ପୁଣ୍ୟବନ୍ତ ମାନେ। ଧନ୍ୟ ସେହି 7 ବର୍ଷ ଏ ମର୍ତ୍ତ୍ୟ ଭୁବନେ। ତହିଁ ନିବାସ କରନ୍ତି ପ୍ରଜାଜନ ଯେତେ। କା ସଙ୍ଗେ କାହା ବିବାଦ ନାହିଁ କଦାଚିତେ। ଶାକଦ୍ୱୀପ ନିବାସୀ ଏ ରବିଙ୍କ ଭକତ। ସେ ଦେବଙ୍କ ଅର୍ଚ୍ଚନାରେ ଅଟନ୍ତି ଶକତ। ମାନସ ମଗଧ ମୃଗ ମନ୍ଦଗ ଏ 4। ବୋଲନ୍ତି ଉତ୍ତମ ଜାତି ମହାପୁଣ୍ୟକାରୀ। ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର 4 ଜାତି। ସକଳେ ସୌର ଅଟନ୍ତି ଆଚରି ଭକତି। ରବି ନାରାୟଣ ହରି ସୁପ୍ରସନ୍ନ ହେତୁ। ପାର ହୁଅନ୍ତି ଅଚିରେ ପାପ ସିନ୍ଧୁ ସେତୁ। ଏହି ଶାକଦ୍ୱୀପ ଜାଣ କ୍ଷୀରୋଦ ସାଗର। ବେଷ୍ଟିତ ହୋଇଛି ସଦା ବଳୟ ଆକାର। କ୍ଷୀରୋଦ ସିନ୍ଧୁ ସମାନ ଦ୍ୱୀପ ପରିତ୍ରାଣ। ଅତ୍ୟନ୍ତ ବିସ୍ତାର ସେହି ମହାପୁଣ୍ୟ ସ୍ଥାନ।
हे मैत्रेय ऋषିବର ଶୁଣିଲ ତ କନେ, ଶାକଦ୍ୱୀପର ବର୍ଣ୍ଣନା କହିଲି ଯତନେ। ଏବେ ପୁଷ୍କର ଦ୍ୱୀପର କଥା ମାନ ଯତି, ରାଜବର୍ଷ ପର୍ବତ ନଦୀ ଯେତେଛନ୍ତି। ପୁଷ୍କର ଦ୍ୱୀପ ବର୍ଣ୍ଣନ, ଶାକଦ୍ୱୀପର ଅପେକ୍ଷା ଏ ପୁଷ୍କର ଦ୍ୱୀପ, ଦୁଇ ଗୁଣ ପରିମାଣ ଜାଣ ହେ ସ୍ୱରୂପ। ପୁଷ୍କର ଦ୍ୱୀପେ ସକଳ ଅଟନ୍ତି ରାଜନ, ତାହାଙ୍କର ହେଲେ କ୍ରମେ ଦୁଇଟି ନନ୍ଦନ। ତାଙ୍କ ନାମ ମହାବୀର ଧାତକୀ ଅଟଇ, ଉଭୟ ପୁତ୍ରଙ୍କ ନାମେ ଖ୍ୟାତ ବର୍ଷ ଦୁଇ। ଦୁଇ ଭାଗରେ ପୁଷ୍କର ଦ୍ୱୀପ ଯେ ବିଭକ୍ତ, ମହାବୀର ବରଷ ଯେ ପ୍ରଥମେ ଆଖ୍ୟାତ। ଦ୍ୱିତୀୟ ଭାଗ ଧାତକୀ ଖଣ୍ଡ ନାମେ ଜାଣ, ସେ ଦ୍ୱୀପେ ମାନ 17 ଗିରି ସୁଶୋଭନ। 5 ସହସ୍ର ଯୋଜନ ଅଟଇ ବିସ୍ତାର, ଜନମନ ନେତ୍ର ହରେ ସେହି ଗିରିବର। ବଳୟ ଆକାରେ ମଧ୍ୟ ଭାଗରେ ସେ ସ୍ଥିତ, ମହାରମଣୀୟ ଅତି ଉଚ୍ଚ ପର୍ବତ। 5 ସହସ୍ର ଯୋଜନ ଊର୍ଦ୍ଧ୍ୱକୁ ଅଟଇ, ତାମସ ବିସ୍ତୀର୍ଣ୍ଣ ପୂର୍ଣ୍ଣ ବର୍ତ୍ତୁଳାକାର ହିଁ। ସେ ପୁଷ୍କର ଦ୍ୱୀପ ଗୋଟି ବଳୟ ଆକୃତି, ମଧ୍ୟସ୍ଥଳେ ତାକୁ ବେନି ଭାଗ କରିଛନ୍ତି। ତେଣୁ ସେହି ବେନି ବର୍ଷ ହୋଇଣ ବିଚ୍ଛିନ୍ନ, ସେ ବେନି ବଳୟାକାରେ ଦିଶନ୍ତି ଶୋଭନ। ଆହେ ମୈତ୍ରେୟ ଏହି ପୁଷ୍କର ଦ୍ୱୀପରେ, ସର୍ବଦା ଭୋଗ ବିହୀନେ ଥାନ୍ତି ସର୍ବନରେ। ନାହିଁ ଶୋକ ଭୟ ନାହିଁ ରୋଗ ନାହିଁ ଦେଶ, ସେ ମାନବ ବୃନ୍ଦେ 10,000 ବରଷ। ଅତ୍ୟନ୍ତ ସୁଖେ ଯାପନ୍ତି ଦିବସ ରଜନୀ, ରହିଥାନ୍ତି ଦୀର୍ଘଜୀବୀ ହୋଇ ହର୍ଷେ ପୁଣି। ମନ୍ଦ ଭଲ ମନ୍ଦ ବଛା ନାହିଁ ସେମାନଙ୍କ, କେହି ନ ବଳାନ୍ତି ଇଚ୍ଛାବାଦ ଯେ ବିବାଦ। କେ ଉତ୍ତମ କେ ମଧ୍ୟମ ଏ ବିଚାର ନାହିଁ, ବାଧ୍ୟବାଧକ ନଥାନ୍ତି ଜଣେ ମାତ୍ର କେହି। ତାଙ୍କ ମଧ୍ୟେ ନାହିଁ ଈର୍ଷା ଅସୂୟା ବର, ନାହିଁ ଦମ୍ଭ ନାହିଁ କ୍ରୋଧ ନାହିଁ ଅହଙ୍କାର। ପର ପଦାର୍ଥରେ କାର ଲୋଭ ତିଳେ ନାହିଁ, ମନ୍ଦ ଗୁଣ କି ପ୍ରକାର ଦେଖା ନାହିଁ ତହିଁ। ସମଦରସି ସକଳେ ପରମ ବିଶ୍ୱାସୀ, ସତ୍ୟବାଦୀ ଶୁଦ୍ଧ ଚେତା ଅଟନ୍ତି ନିର୍ଦ୍ଦୋଷୀ। ମନ ନ ଦିଅନ୍ତି କେହି ଅନୁଚିତ କର୍ମେ, ବାଧା ନ ଦିଅନ୍ତି କେହି କାହାରି ମର୍ମେ। ଦେବାସୁର ମାନେ ତହିଁ ଆନନ୍ଦେ ରହନ୍ତି, ଭୌମ ସ୍ୱର୍ଗ ବୋଲି ସେହି ସ୍ଥାନକୁ କହନ୍ତି। ଅନ୍ୟାନ୍ୟ ଦ୍ୱୀପ ପରାଏ ବର୍ଣ୍ଣାଚାର ଭେଦ, ଧର୍ମ କର୍ମ ନାହିଁ କିଛି ନାହିଁ ହେ ସୁବୋଧ। ଏହି ଯେ ପୁଷ୍କର ଦ୍ୱୀପ ସ୍ୱୟଂ ବ୍ରହ୍ମାଙ୍କର, ଅତିଶୟ ପ୍ରିୟ ସ୍ଥାନ ଅଟଇ ନିକର। ଏହି ଦ୍ୱୀପ ସାଧୁଦକ ସାଗର ବେଷ୍ଟିତ, ଏହା ଜଳ ଶୀତେ ଗ୍ରୀଷ୍ମେ ସମାନ ସତତ। କେବଳ ଚନ୍ଦ୍ରଦେବଙ୍କ ଉଦୟ ଅସ୍ତ୍ରରେ, ସ୍ଥିତତା ନ୍ୟୁନତା ଭାବ ସ୍ୱଭାବରେ ଧରେ। ଏ ଦେଶରେ ଖାଦ୍ୟଦ୍ରବ୍ୟ ପ୍ରଜାଙ୍କ ନିମନ୍ତେ, ବର୍ତ୍ତମାନ ଷଡ଼ରସ ଭୁଞ୍ଜନ୍ତି ସନ୍ତତେ। ସ୍ୱାଦୁଦକ ସିନ୍ଧୁର ଅପର ପାରିରେ, କାଞ୍ଚନୀ ବୋଲିଣ ଭୂମି ଜନମନ ହରେ। ସେଠାବରେ ଜୀବଜନ୍ତୁ ଲୋକଙ୍କ ବସତି, କୌଣସି କାଳରେ କିଛି ନାହିଁ ହେ ସୁମତି। ତାର ପରିମାଣ କଥା ଶୁଣ ହୋଇ ସ୍ଥିର, ଯାହା ବିସ୍ତାର ବର୍ଣ୍ଣନ ଉକ୍ତ ସମୁଦ୍ରର। ଦୁଇ ଗୁଣ ତାହାଠାରୁ ଅଟଇ ନିଶ୍ଚିତ, ନ୍ୟୁନ କଳ୍ପେ ନୁହେଁ କେବେ ବୁଝ ତପୋବନ୍ତ। ତାହାର ଉପରେ ଅଛି ଏକ ଗିରିବର,
ଅୟୁତେକ ଯୋଜନ ଯେ ତାହାର ବିସ୍ତାର, ଲୋକାଲୋକ ଗିରି ବୋଲି ଅଛି ତାର ନାମ। ଉଚ୍ଚ ଅୟୁତ ସହସ୍ର ଯୋଜନ ନିୟମ, ଅତି ଅନ୍ଧକାରମୟ ଦେଖି ମାଡ଼େ ଡର। କି କହିବି ହେ ମୈତ୍ରେୟ ମୁଁ ତୁମ୍ଭ ଆଗର, ଏହି ଭୂମଣ୍ଡଳର ସେ ଆଶ୍ଚର୍ଯ୍ୟ କଥନ। 50 କୋଟି ଯୋଜନ ପରିମାଣ ଜାଣ, ଜଗତ ଆଧାର ବୋଲି ଏହାକୁ କହନ୍ତି। ଷଡ଼ଦ୍ୱୀପର ପ୍ରସଙ୍ଗ ଶୁଣିଲ ତ ଯତି, ଶ୍ରୀ ବିଷ୍ଣୁ ବୈଷ୍ଣବ ପୁର ପଦ୍ମପାଦ ଧ୍ୟାଇ। ଅଧମ କ୍ଷେତ୍ର ମୋହନ ଏ ଗ୍ରନ୍ଥ ଲେଖଇ। ଇତି ଶ୍ରୀ ମହାବିଷ୍ଣୁ ପୁରାଣେ ଦ୍ୱିତୀୟ ଖଣ୍ଡେ ଷଡ଼ଦ୍ୱୀପ ବର୍ଣ୍ଣନେ ଲୋକାଲୋକ ପର୍ବତ କଥନେ ନାମ ଚତୁର୍ଥୋଧ୍ୟାୟ। ପଞ୍ଚମ ଅଧ୍ୟାୟ ସପ୍ତତାଳ ବର୍ଣ୍ଣନ ଓ ଅନନ୍ତକ ଗୁଣ କଥନ। ଏଥୁ ଅନ୍ତେ ଆନ କଥା ଶୁଣ ମୈତ୍ରେୟ, ଯାହା ଶୁଣନ୍ତେ ସକଳ ପାପ ହେବ କ୍ଷୟ। କହିଲି ଶପଥ ଦ୍ୱୀପ ମହୀର ବୃତ୍ତାନ୍ତ, ପାତାଳର କଥା ଏବେ କରିବି ବ୍ୟକତ। ଶପଥ ପାତାଳ ବୋଲି ନିର୍ଣ୍ଣୟ ହୋଇଛି, ମିଥ୍ୟା ନୁହେଁ ଏହା ସର୍ବ ଶାସ୍ତ୍ରରେ ରହିଛି। ପାତାଳ ଭୁବନ ଅଟେ ଅତ୍ୟନ୍ତ ସୁନ୍ଦର, ମନ ଦେଇ ଶୁଣ ଏବେ ତାହାର ବିସ୍ତାର। ଏକ ଏକ ଭୁବନ ଯେ ଅତି ଶୋଭାବନ, ପ୍ରତ୍ୟେକ ଅଟଇ 10 ସହସ୍ର ଯୋଜନ। ସେ ସପ୍ତ ପାତାଳ ନାମ କହୁଅଛି ମୁହିଁ, ଗୋଟି ଗୋଟି କରି ଶୁଣ ମନ କନ ଦେଇ। ଅତଳ ବିତଳ ଆଉ ନିତଳ ଏ ତିନି, ଆବର ଅଗସ୍ତି ମର୍ତ୍ତ୍ୟ ମହାତଳ ବେନି। ସୁତଳ ପାତାଳ ସହି ତରେ 7 ଜାଣ, 10,000 ଯୋଜନ ବହଳ ପ୍ରମାଣ। ଭୂବିକର ହେତୁ ହେଲା ପାତାଳ ୟା ନାମ, ଏଥୁ ଆନ କଥା ନାହିଁ ହେ ପୁରୁଷୋତ୍ତମ। ଯଥାକ୍ରମେ ଭୁବନେ 7 ପ୍ରକାର, ଯେ ମୃତ୍ତିକା ଅଛି ସବୁ ପ୍ରଭାବ ସୁସାର। ପିତା ଶୁକ୍ଳା କୃଷ୍ଣା ପୁଣି ଅରୁଣା ଶର୍କରା, କାଞ୍ଚନୀ ଶୈଳା ଭୂମି ଦୀପରେ ପ୍ରଖରା। ଏ ପୁରୀରେ ଅଟ୍ଟାଳିକା ସୁଶୋଭନତି, ଦୈତ୍ୟ ଦାନବ ଆଉ ନାଗଯକ୍ଷ ଜାତି। ପରମ ସନ୍ତୋଷେ ବାସ କରନ୍ତି ଏ ପୁରେ, ସେ କଥା କହିବି କିସ ମୁହିଁ ତୁମ୍ଭଠାରେ। ଏକ ଦିନ କରେ ଋଷି ନାରଦ ଧୀମାନ, ଭ୍ରମଣ କରି ଆନନ୍ଦେ ପାତାଳ ଭୁବନ। ସ୍ୱର୍ଗପୁରେ ଯାଇ ସର୍ବ ଦେବତାଙ୍କ ପାଶେ, ବିସ୍ତାର କରି କହିଲେ ଅତ୍ୟନ୍ତ ଉଲ୍ଲାସେ। ସ୍ୱର୍ଗରୁ ଅଧିକ ଶୋଭା ପାତାଳ ଅଟଇ, ପାତାଳ ସଦୃଶ ପୁରୀ କଦାଚନ ନାହିଁ। ପାତାଳେ ଦୈତ୍ୟ ଦାନବ ମାନଙ୍କ ଦୁହିତା, ରୂପ ଗୁଣରେ ଅଟନ୍ତି ପରମ ଶୋଭିତା। ସେ ପୁରୀର ଶୋଭା ରାଶି ବନିବ କେଅବା, ତୁଳନା ଦେବାକୁ ନାହିଁ ଆହେ ସର୍ବଦେବା। କିବା ସ୍ୱର୍ଗ କି ମରତ କିବା ଅନ୍ୟ ସ୍ଥାନ, ସବୁଁ ପାତାଳ ପୁରୀ ଅତି ଶୋଭାବନ। ସୂର୍ଯ୍ୟଙ୍କ ଉତ୍ତାପ କେବେ ନାହିଁ ସେ ପୁରୀରେ, ସର୍ବଦା ପୂର୍ଣ୍ଣ ଶୀତଳ ଚନ୍ଦ୍ର ଆଲୋକରେ। ଯେତେକ ଦୈତ୍ୟ ଦାନବ ପାତାଳ ନିବାସୀ, ଭକ୍ଷ ଭୋଜ୍ୟ ପେୟ ଦ୍ରବ୍ୟ ସେବନେ ଉଲ୍ଲାସୀ। ମହାନନ୍ଦରେ କାଳ ହରନ୍ତି ସେମାନେ, ତାଙ୍କ ସୁଖ ପରି ସୁଖ ନାହିଁ ଅନ୍ୟ ସ୍ଥାନେ। ସେଠା ବରେ ବନ ଉପବନ ନଦ ନଦୀ, ନାନା ମତେ ଶୋଭା ପାଉଛନ୍ତି ନିରବଧି।
ପଦ୍ମ ପୁଷ୍ପରେ ଶୋଭନ୍ତି ସରୋବର ମାନ। ଦେଖିବା ମାତ୍ରେ ଉଲ୍ଲାସ ହୁଏ ମନ ପ୍ରାଣ। ଅପୂର୍ବ ସୁନ୍ଦରୀ ମାନେ ପୁଷ୍କରିଣୀ କୂଳେ କରୁଥାନ୍ତି ନାନା କେଳି ଶୀତ ହୋଇ ଜଳେ। ସେମାନଙ୍କ ଶୋଭା ଶିରି ଅଟେ ଅକଥନ। ସୁର ସୁନ୍ଦରୀ ନ ହେବେ ତାହାଙ୍କ ସମାନ। ବର୍ଣ୍ଣନା ନୁହଁ ଅଙ୍ଗ ପ୍ରତ୍ୟଙ୍ଗ ତାଙ୍କର, କେହି ହେଲେ ତାଙ୍କ ସଙ୍ଗେ ନୁହେଁ ପଟାନ୍ତର। ନାନାଦି ବିହଙ୍ଗ ଗଣ ବସି ବୃକ୍ଷ ଡାଳେ କରୁଥାନ୍ତି ମୃଦୁମୟ ସୁନ କୁତୁହଳେ। କୋକିଳ ଶୁକ ସାରିକା ମୟୂର ମୟୂରୀ ତହିଁ କ୍ରୀଡ଼ା କରନ୍ତି ଆନନ୍ଦେ ସାରି ସାରି। ପକ୍ଷୀମାନଙ୍କର ସ୍ୱନ ଆହା କି ସୁନ୍ଦର, ଆନନ୍ଦେ ଗାଆନ୍ତି ମିଳି ଗୀତ ସୁମଧୁର। ସେ ଗୀତ ଶ୍ରବଣେ ହୃଦ ହୁଏ ପୁଲକିତ, ଆମୋଦ ପ୍ରମୋଦ ସୁଖେ ବଞ୍ଚନ୍ତି ସମସ୍ତ। ପାତାଳପୁର ନିବାସୀ ଯେତେକ ଅଛନ୍ତି, ସଦାକାଳେ ରମଣୀଏ ବେଶଭୂଷା ହୁଅନ୍ତି। ବୀଣା ବେଣୁ ମୃଦଙ୍ଗାଦି କରିଣ ବାଦନ, ସର୍ବଦା ମଧୁର ଗୀତେ ଆନନ୍ଦିତ ମନ। ପାତାଳ ନିବାସୀ ଦୈତ୍ୟ ଦାନବାଦୀ ଯେତେ, ଦିବ୍ୟ ଗୃହ ରଚିଥାନ୍ତି ଆନନ୍ଦିତ ଚିତ୍ତେ। ସେ ପୁରୀର ତୁଲ୍ୟ ସ୍ଥାନ କାହିଁ ଆଉ ନାହିଁ, ଧନ୍ୟ ସେ ପାତାଳବାସୀ ବୋଲି ପ୍ରଶଂସଇ। ଦେବନର ଲୋକମାନେ ତାଙ୍କ ତହୁଣା, ଯାହାକି ଦେଖିଲି ସବୁ ନ ହୁଏ କଳନା। ଏପରି ନାରଦ ଦେବଗଣଙ୍କୁ କହିଲେ, ଶୁଣିଣ ଦେବତା ମାନେ ଆଶ୍ଚର୍ଯ୍ୟ ହୋଇଲେ। ଏଥୁ ଅନ୍ତେ ହେ ମୈତ୍ରେୟ ଶୁଣ ଦେଇ ମତି, ଅନନ୍ତ ଦେବ ପିତାଳେ ସ୍ୱୟଂ ବିରାଜନ୍ତି। ଅନନ୍ତ ଦେବ ପାତାଳେ ସ୍ୱୟଂ ବିରାଜନ୍ତି, ତାହାଙ୍କର ଉପାଖ୍ୟାନ ଅଟେ ସୁଧାମୟ। ଶୁଣିଲେ ସକଳ ପାପ ହୋଇଯାଏ କ୍ଷୟ, ପୁଣ୍ୟମୟ ସେ ପାତାଳ ପୁରୀ ଯେ ଆବର। ଗୁଣାତୀତ ଶେଷ ଜାନେ ହରିଙ୍କ ବିହାର, ସେହି ଶେଷ ଦେବ ରୂପୀ ବିଷ୍ଣୁ ନାରାୟଣ। ଅଚିରେ ମନୋକାମନା କରନ୍ତି ପୂରଣ, ତାମସିକ ମୂର୍ତ୍ତି ସେ ଯେ ସର୍ବଗୁଣଗ୍ରାହୀ। ଅନନ୍ତ ନାମରେ ତାଙ୍କ ଆଦି ଅନ୍ତ ନାହିଁ, ତେଣୁ ସେ ଅନନ୍ତ ନାମ ସିଦ୍ଧ ସାଧୁ ଜନେ। କୀର୍ତ୍ତି ବି କରନ୍ତି ସଦା ପୁଲକିତ ମନେ, ପରମ ଦେବତା ବୋଲି ଦେବ ଋଷିଗଣ। ଅନନ୍ତଙ୍କୁ ଭକ୍ତି ଭରେ କରନ୍ତି ଅର୍ଚ୍ଚନ, କେବନି ପାରିବ ସେହି ଅନନ୍ତଙ୍କ ରୂପ। ସହସ୍ର ମସ୍ତକେ ଶୋଭେ ମହାନାଗ ସାପ, ମଣି କରିଣ ବିସ୍ତାରେ ପ୍ରତ୍ୟେକ ଫଣାରେ। ସେ ତେଜ ସର୍ବଦା ଅସୁରଙ୍କ ଦର୍ପହରେ, ମଣି ଆଲୋକେ ଦୁର୍ବଳ ସମସ୍ତ ଅସୁର। ପ୍ରକାଶି ପାରନ୍ତି ନାହିଁ ବଳ ତାହାଙ୍କର, ଅନନ୍ତ ଦେବଙ୍କ ବର୍ଣ୍ଣ ଅଟେ ଶ୍ଵେତମୟ। ନୀଳବାସ ପରିଧାନ ଶୋଭା ଅତିଶୟ, ଗଳେ ଶ୍ଵେତ ହାର ଗୋଟି ଅତି ଚମତ୍କାର। ମସ୍ତକ କିରୀଟ ନାସେ ଘୋର ଅନ୍ଧକାର, ଯେହ୍ନେ କୃଷ୍ଣ ବର୍ଣ୍ଣ ମେଘ ଗଙ୍ଗାର ପ୍ରବାହେ। କୈଳାସଗିରି ଶୋଭଇ ପରମ ଉତ୍ସାହେ, ଏକକରେ ଶୋଭେ ତାଙ୍କ ଭୀଷଣ ଲାଙ୍ଗୁଳ। ଏକକରେ ମୁଷଳାସ୍ତ୍ର ଅତ୍ୟନ୍ତ ମଞ୍ଜୁଳ, ଲକ୍ଷ୍ମୀ ମଦିରା ଦେବତୀ ମୂର୍ତ୍ତିମତୀ ହୋଇ। କରୁଛନ୍ତି ଉପାସନା ଦିବାରାତ୍ରି ରହି, ଶ୍ରୀ ଅନନ୍ତ ନାରାୟଣ ରହି ପାତାଳରେ।
पृथ्वी की बही सिरे केसरी रूपरे करुछन्ति अवसान प्रभु नीलाम्बर तांको बल वीर्य अटे अपारु अपार केबनी पारिब देव अनंत महिमा अति चमत्कार रूप नाही किछि सीमा बनी न पारंती जेउ रूप देव गणे धातार सकति नाही जे रूप वर्णने छार मानव की परि से रूप बनिब स्वयं श्री अनंत मूर्ति नागंकर देव केउ रूपे की घटना अनंत देवर से प्रसंग शुणी थाओ आहे मुनिवर मन घूर्णित नयन अनंत मूर्ति जेबेले आलसे मुखु से हाई मारंती सिंधुगिरी वन सह बनी मंडल प्रकंपित भावरे से हुए टळमळ तेणु भूमिकंप बोली सरेवे कहंती अनंतंक अंत केहि संसारे न पांती सिद्ध गंधर्व अप्सरा उरग चारण नर किन्नरादि तुले देव ऋषिगण ए सकळे ताहांकर न पांती अंत मुछार तांको महिमा बनिबि केमंत अव्यय हेब श्री विष्णु अनंत रूपरे अनंत नामे विख्यात तेणु ब्रह्मांड रे अनंत देवंक अंगे से हरिचंदन कहंती अनुलेपन नागबाला गण सेहि सुगंध चंदन विलेपन काले जे श्वास अनंतंकर संचरे से बेले सेहि सुगंधित श्वासे समुदाय दिग चहटी जाए महकी जान महाभाग अनंतंकु आराधीण मुनि ऋषिगण ज्योतिष गणना शास्त्रे हुअन्ति निपुण तेणु निरते हुअन्ति शुभाशुभ ज्ञान अनंत विष्णु देवंक महिमा अनंत ए रूपे अनंत बलदेवंक आख्यान ए अध्याये संक्षेपरे करिली वर्णन श्री विष्णु पुराण कथा अति सुधामय जहि पराशर वक्ता श्रोता जे मैत्रेय सात्विकमय चरित अमृत समान पढ़िले शुणिले मूढ़े और जीवे ज्ञान आहे विष्णु भक्त जने रसरे मज विष्णु नारायण पाद निरवधि भज सत्गुण प्राणींकर ए विष्णु पुराण अति आदर सामग्री अटईटी जान मुझे अधम पामर हृदय ज्ञान नाही श्री गुरु प्रसाद सिना लेखुअछि मुहि कृष्ण द्वैपायन वेद व्यासंक चरित मूल ग्रंथ छाया घेनी भाषा छंदे गीत लेखाउअछन्ति जाहा जाहा भावग्राही सरल पदरे ताहा प्रकाश करई साधु सन्थ मानकर दया थाउ मोरे देवी पद्मालयांकर करुणा दृष्टि रे संपूर्ण करन्तु सर्व शुभे पुराण अंतकाले साहा थान्तु प्रभु नारायण जय जय राधा कृष्ण जुगल मूर्ति दीन क्षेत्रवासी डाके दिय सदगति इति श्री महाविष्णु पुराणे द्वितीय खंडे सप्तताल विवरणे अनंत देव महात्म्य कीर्तने नाम पंचम अध्याय। षष्ठ अध्याय नरक वर्णने और विष्णु स्मरणे सकल प्रायश्चित कथन। पराशर उवाच
ଏଥୁ ଅନନ୍ତରେ ଋଷି ଶୁଣ ମନ ଦେଇ, କହିବି ନରକ କଥା ତୁମ୍ଭ ଆଗେ ମୁହିଁ। ଏହି ଭୂମଣ୍ଡଳ ନିମ୍ନେ ଜଳ ରାଶି ତଳେ, ପାପୀଙ୍କ ବାସ ନିମନ୍ତେ ଅତ୍ୟନ୍ତ କୌଶଳେ। ଅଛି ଯେଉଁ ନର୍କ କୁଣ୍ଡ ବଡ଼ଇ ଭୀଷଣ, ପାପ ଅନୁରୂପେ ପାପୀ ଲଭନ୍ତି କଷଣ। ପ୍ରଥମେ ଶୁଣ ସେ ନର୍କ କୁଣ୍ଡ ନାମ ଯାହା, ଶୁଣିଲେ ଲଭିବ ମନ ହୃଦୟର ଦାହା। ସେ ନରକ କୁଣ୍ଡ ସ୍ଥିତି ଯେଉଁ ସ୍ଥାନ ମାନ, ଯମରାଜ୍ୟ ଭୁକ୍ତ ବୋଲି ରହିଛି କଥନ। ଏସବୁ ନର୍କ କୁଣ୍ଡରେ ପାପୀ ମାନେ ଯେତେ, ନିଜ କର୍ମ ଅନୁସାରେ ପଡ଼ନ୍ତି ସନ୍ତତେ। ଏ ସ୍ଥାନରେ ଅଗ୍ନି ଅସ୍ତ୍ର ଆଦିଙ୍କର ଭୟ, ଅଛି ସଦା ବିଦ୍ୟମାନ ଜାଣ ହେ ମୈତ୍ରେୟ। ମିଥ୍ୟା ସାକ୍ଷୀ ପକ୍ଷପାତ ଆଉ ମିଥ୍ୟା ବାଣୀ, ଏହି କର୍ମେ ସଦା ରତ ଥାନ୍ତି ଯେଉଁ ପ୍ରାଣୀ। ରୌରବ ନରକେ ଯାଇ ପଡ଼ନ୍ତି ସେମାନେ, ତାଙ୍କର ଉଦ୍ଧାର ଆଶା ନାହିଁ କଦାଚନେ। ଭ୍ରୂଣ ହତ୍ୟାକାରୀ ପାପୀ ଅଟନ୍ତି ଯେ ଜନ, ଗୋହତ୍ୟାକାରୀ ପ୍ରାଣୀ ଏ ପାପୀଙ୍କ ପ୍ରଧାନ। ଆବରପୁର ହାରକ ପାପୀ ଯେ ଅଟନ୍ତି, ରୋଗ ନରକେ ସେମାନେ ଯାଇ ନ ପଡ଼ନ୍ତି। ଶ୍ୱାସରୁଦ୍ଧ ହୋଇ ପାନ୍ତି ଅଶେଷ କଷଣ, ହେ ମୈତ୍ରେୟ ତାହାଙ୍କର ନାହିଁ ପରିତ୍ରାଣ। ବ୍ରହ୍ମ ହତ୍ୟା ସୁରାପାନ କରନ୍ତି ଯେ ପ୍ରାଣୀ, ସୁବର୍ଣ୍ଣକୁ ଚୋରି କରେ ଯେ ବା ଜାଣି ଶୁଣି। ଶୁକର ନାମରେ ଅଛି ଯେଉଁ ନର୍କ କୁଣ୍ଡ, ସେମାନେ ତହିଁରେ ଯାଇ ଭୋଗୁଥାନ୍ତି ଦଣ୍ଡ। ଏହି ପ୍ରାଣୀଙ୍କ ସଂସର୍ଗ ଯେମାନେ କରନ୍ତି, ଶୁକର ନରକେ ଯାଇ ଦଣ୍ଡ ସେ ଭୋଗନ୍ତି। କ୍ଷତ୍ରିୟ ବୈଶ୍ୟକୁ ଯେହୁ କରନ୍ତି ନିହତ, କାଳ ନାମେ ନରକେ ସେ ହୁଅନ୍ତି ପତିତ। ବଳାତ୍କାରେ ଗୁରୁ ପତ୍ନୀ ହରେ ଯେଉଁ ଦୁଷ୍ଟ, ତପତ କୁଣ୍ଡରେ ପଡ଼ି ଲଭେ ସେହୁ କଷ୍ଟ। ରାଜଦୂତ ମାନଙ୍କୁ ଯେ ପ୍ରାଣେ କରେ ନାଶ, ରୁଧିର ନରକେ ତାର ହୁଏ ଯାଇ ବାସ। କାମ ଭଳ ହୋଇ କେହୁ ଭଗିନୀ କି ହରେ, ପତିବ୍ରତା ନାରୀ କି ଯେ ଦିଏ ଆନ କରେ। ସ୍ତ୍ରୀ ବିକ୍ରେତା ପୁଣି କାରାଗୃହ ରକ୍ଷାକାରୀ, ଅନୁଗତକୁ ଯେ ମାନେ ଥାନ୍ତି ତ୍ୟାଗ କରି। ଯେ ବଣ ଅଧମ ଅଶ୍ଵ ବିକ୍ରୟୀ ଅଟନ୍ତି, ତପ୍ତ ଲୌହ ନର୍କ କୁଣ୍ଡେ ସେମାନେ ପଡ଼ନ୍ତି। ପୁତ୍ରବଧୂ ଯେଉଁ ପ୍ରାଣୀ କରନ୍ତି ରମଣ, ଆପଣା କନ୍ୟାକୁ ଯେହୁ କରନ୍ତି ହରଣ। ମହାଜ୍ୱାଳା ନରକରେ ପଡ଼ନ୍ତି ସେମାନେ, ପରିତ୍ରାଣ ନାହିଁ ତାଙ୍କ ବିଷ୍ଣୁ ନାମେ ବିନେ। ଗୁରୁଜନଙ୍କୁ ଦିଅନ୍ତି ଯେ ବା ଅପମାନ, ପୁଣି ଆକ୍ରୋଶ କରଇ ତାକୁ ଯେଉଁ ଜନ। ଅର୍ଥ ଲୋଭେ ଦେହ ବିକ୍ରି କରନ୍ତି ଯେ ନରେ, ବେଦ ନିନ୍ଦାକାରୀ ଯେହୁ ଅଟନ୍ତି ସଂସାରେ। କାମ ପୀଡ଼ନେ ଆଗମେ କରେ ଯେ ଗମନ, ଲବଣ ନର୍କେ ସେମାନେ ହୁଅନ୍ତି ପତନ। ପରଧନ ଯେଉଁ ପ୍ରାଣୀ କରିଥାଇ ଚୋରି, ମହାନରକେ ପଡ଼ଇ ସେହି ଦୁରାଚାରୀ। ଶିଷ୍ଟାଚାରୀ ନିନ୍ଦାକାରୀ ଅଟନ୍ତି ଯେ ନର, ଦେବଦ୍ୱିଜ ପିତୃଦ୍ୱେଷୀ ଯେ ବଣ ପାମର। ରତ୍ନକୁ ଦୂଷିତ କରିଥାଇ ଯେଉଁ ଜନ, କୃମି ଭକ୍ଷୀ ନର୍କେ ସେ ହୁଅନ୍ତି ପତନ। ବିଷମ ସେ କୃମି ଭୋଜ୍ୟ ନରକ ଅଟଇ, ତହିଁ ପଡ଼ି ମହାକଷ୍ଟ ଭୋଗୁଥାନ୍ତି ସେହି। ପିତାମାତା ଅତିଥିଙ୍କୁ ଯେଉଁ ମୂଢ଼ ଜନ, ଆଗେ ଭୋଜନ ନ ଦେଇ କରେ ସେ ଭୋଜନ।
ଲାଳ ଭକ୍ଷୀ ନରକରେ ପଡ଼ଇ ସେ ଯାଇ, ତାହାର ନିସ୍ତାର ଆଉ କଦାଚନ ନାହିଁ। ଯେ ବଣ ପ୍ରାଣୀ ନିର୍ମାଣ କରେ ଧନୁଷର, ବୋଧକ ନରକ ମଧ୍ୟ ସ୍ଥାନ ହୁଏ ତାର। ଯେଉଁ ପ୍ରାଣୀ ଖଡ୍ଗ ଆଦି ପ୍ରସ୍ତୁତ କରାଏ, ବିଶାସନ ନରକରେ ସେ ପତିତ ହୁଏ। ଅସତ୍ ପ୍ରତିଗ୍ରହ ଆୟ ଯାଜ ଯାଜନ, ଗ୍ରହ ଆଦି ନକ୍ଷତ୍ରଙ୍କୁ ଯେ କରେ ଗଣନ। ଅଧଶିରା ନାମେ ଯେଉଁ ନରକ ଛଇ, ତହିଁରେ ପଡ଼ି ସେ ମୂଢ଼ କ୍ଲେଶ ଭୋଗୁଥାଇ। ଅନ୍ୟଙ୍କ ଆଗେ ଏକାକୀ ବସି ଯେହୁ ଖାଏ, କୃମିଯୁକ୍ତ ପୁୟ ନାମେ ନର୍କକୁ ସେ ଯାଏ। ବହୁ କାଳ ବହୁ କଷ୍ଟେ ପଡ଼ିଥାଏ ତହିଁ, ତହିଁରୁ ଉଦ୍ଧାର କେବେ ହୋଇ ନ ପାରଇ। ଯେ ବଣ ପ୍ରାଣୀ ଜାତିରେ ହୋଇଣ ବ୍ରାହ୍ମଣ, ବିକଇ ସେ ଲାଖ୍ୟା ମାଂସ ରସ ତିଳ ଲୁଣ। ଦଧି ଦୁଗ୍ଧ ଘୃତ ଯେଉଁ ଦ୍ୱିଜ ବିକୁଥାଇ, କୃମି ସୁକ୍ତ ପୁୟ ବହ ନର୍କେ ସେ ପଡ଼ଇ। ଛେଳି କୁକୁର ବିରାଡ଼ି ବରାହ କୁକୁଟ, ଜୀବିକା ଅର୍ଥେ ପାଳଇ ଯେ ବଣ ପାପିଷ୍ଠ। ବିଶେଷ ବିପ୍ରକୂଳରେ ଜନ୍ମ ହୋଇଥାଇ, ପୋଷିବା ଜୀବମାନଙ୍କୁ ନିଜେ ସେ ବିକଇ। ଅନ୍ତେ ପୁୟ ବହ ନର୍କେ ପାଏ ସେ କଷଣ, କେବେ ହେଲେ ତାହା କୁଟି ନାହିଁ ପରିତ୍ରାଣ। ଯେ ବଣ ବ୍ରାହ୍ମଣ ରଙ୍ଗ ଉପଜୀବି ହୁଅନ୍ତି, ନଟମଲ୍ଲ ଆଦି କର୍ମ ସର୍ବଦା କରନ୍ତି। ଧୀବର ବୃତ୍ତି କରଇ ସେ ଅଧମ ଦ୍ୱିଜ, ମହିଷ ପକ୍ଷୀଙ୍କୁ ବ୍ୟବସାୟୀ ହେ ନିର୍ଲଜ। ଭୁଞ୍ଜଇ ଯେ ପ୍ରାଣୀ ଖଳ ଯାର କଙ୍କ ମେଳେ, କାର୍ଯ୍ୟ ସମ୍ପାଦଇ ଅର୍ଥ ଲୋଭରେ ଅକାଳେ। ଅଦିନେ ବା ଅସମୟେ ସ୍ତ୍ରୀ ସହବାସ, ମହାପାତକୀ ଅଟଇ ହେମନ୍ତ ନୃଶଂସ। ବିଷଦାତା ମାହିଷିକ ଯେଉଁ ଦୁରାଚାରୀ, ଭାର୍ଯ୍ୟାର ପାପ ଅର୍ଜିତ ଧନ ଲୋଭ କରି। ଭରଣ ପୋଷଣ କରେ ଧର୍ମାଚାର ଛାଡ଼ି, ଅପର୍ବରେ ପର୍ବ ପାଳେ କୁସଙ୍ଗରେ ପଡ଼ି। ଚତୁର୍ଦ୍ଦଶୀ ଅମାବାସ୍ୟା ଆଦି ପର୍ବ ଦିନେ, ନ ପାଳଇ ଯଥା ବିଧି ନାସ୍ତିକତା ମନେ। ଗୃହଦାହକ ଆବର ମିତ୍ର ହନ୍ତା ପ୍ରାଣୀ, ଶାକୁନିକ ସୋମରସ ବିକ୍ରେତା ଯେ ପୁଣି। ନାମ ଯାଜକ ବ୍ରାହ୍ମଣ ପ୍ରେତ ନ ଭୋଜି, ବ୍ରହ୍ମ ରାକ୍ଷସ ଏ ବିପ୍ରେ ନାନା ପାପର୍ଜି। ରୁଧିତ ଅନ୍ଧ ନର୍କରେ ହନ୍ତି ଏ ପତନ, ଏଥିରେ ସଂଶୟ ନାହିଁ ଆହେ ତପୋଧନ। ଗ୍ରାମ ନଷ୍ଟକାରୀ ପୁଣି ମଧୁ ହନ୍ତା ଯେହୁ, ବୈତରଣୀ ନର୍କ କୁଣ୍ଡେ ପଡ଼େ ଯାଇ ସେହୁ। ଯେ ବଣ ପ୍ରାଣୀ ଭେଳିକି ବାଜି ସଦା କରେ, ନିପୁଣ ଅଟଇ ହଟ ଚମଟ ବିଦ୍ୟାରେ। ଅକାରଣରେ ତପାତ ଯେମାନେ କରନ୍ତି, କ୍ଷେତ୍ରାଦି ସୀମାକୁ ଯେହୁ ନିରତେ ଲଙ୍ଘନ୍ତି। ଅଶୁଚି ଅବସ୍ଥାରେ ଯେ ରହିଥାନ୍ତି ସଦା, ଆଚାର ବିହୀନ ପୁଣି କୁକର୍ମା ସର୍ବଦା। ସେମାନେ କୃଷ୍ଣ ନରକେ ପଡ଼ନ୍ତି ଅବଶ୍ୟ, ସଂଶୟ ନାହିଁ ଏଥିରେ ଆହେ ପ୍ରିୟ ଶିଷ୍ୟ। ଯେ ଜନ ବୃଥାରେ ଅରଣ୍ୟକୁ ଛେଦୁଥାଇ, ଅସି ପତ୍ର ବନ ନରକକୁ ଯାଏ ସେହି। ବ୍ୟାଧ ଆବର ଯେ ମେଷ ବ୍ୟବସାୟୀ ନରେ, ସେମାନେ ପଡ଼ନ୍ତି ବହ୍ନି ଜ୍ୱାଳା ନରକରେ। ମାଠିଆ ଇଷ୍ଟକ ଆଦି ଅବାହ୍ୟ ଦାହନେ,
ଅଗ୍ନି ଦେଇ ନିଜ କାର୍ଯ୍ୟ ସାଧନ୍ତି ସେମାନେ। ଅଗ୍ନି ଜଳା ନରକରେ ସେ ଯାଇ ପଡ଼ନ୍ତି। ମହାପାପରୁ ଦହନ କଷଣ ଭୋଗନ୍ତି। ସେମାନେ ନିଜ ଗୃହକୁ କରି ପରିହାର କରନ୍ତି ସର୍ବଦା କର୍ମ ବ୍ରତ ଲୋକାଚାର। ସନ୍ଦେହ ନାମକ ଅଛି ଯେ ନରକ କୁଣ୍ଡ, ତହିଁରେ ସେମାନେ ପଡ଼ି ଭୋଗୁଥାନ୍ତି ଦଣ୍ଡ। ବ୍ରହ୍ମଚାରୀ ହୋଇ ଯେ ବାଳସ୍ୟରେ ମଜି, ଦିବା ଶୟନେ କରନ୍ତି ବ୍ରତ ପଣ ତେଜି। କେବା ବୀର୍ଯ୍ୟପାତ କର୍ମ କରଇ ଘର୍ଷଣ, ଶୁଭଜନ ନରକରେ ଲଭନ୍ତି କଷଣ। କେଉଁଥିରେ ସେ ପ୍ରାଣୀ କି ନ ମିଳେ ନିସ୍ତାର, ମହାପାପୀ ହେତୁ ଗତି କାହିଁ ଅଛି ତାର। ନରକମାନଙ୍କ କଥା ହେଲା ଯେ ପ୍ରମାଣ, ଏହା ଭିନ୍ନ ଆଉ ଯେତେ ନର୍କ ଅଛି ଶୁଣ। 84 ନରକ କୁଣ୍ଡ ଶାସ୍ତ୍ରରେ କହିଛି, ପାପୀଙ୍କ ପାଇଁ ସମନ ଭୁବନ ରହିଛି। ପୁଣି କୁଣ୍ଡମାନ ଶତ ସହସ୍ର ସଂଖ୍ୟାରେ, ପାପୀଙ୍କ ପାଇଁ ରହିଛି ସେ ଯମପୁରୀରେ। ଯେବା ଯେଉଁ ପରି ପାପ ଅର୍ଜଇଏ ଭବେ, ନରକ କଷଣ ସେହି ଅନୁସାରେ ଲଭେ। ପାପିଏ ନରକ ଭୋଗ କରିଣ ନିୟତ, ଜଳଚର ସ୍ଥାବର ଯେ କୃମି ଶତ ଶତ। ଖଚର ଭୂଚର ନର ଆଦି ପ୍ରାଣୀ ଗଣ, ପାପାନୁଯାୟୀ ଭୋଗନ୍ତି ନରକ କଷଣ। ସହସ୍ର ସଂଖ୍ୟାରେ ପାପ ଅଛି ଏ ସଂସାରେ, ତହିଁକି ନରକ ଅଛି ସେହି ପରକାରେ। ନରମ ମଧ୍ୟରେ ପ୍ରାଣୀମାନେ ଅଗଣିତ, ଆପଣା ଅର୍ଜିତ କର୍ମେ ହୁଅନ୍ତି ପତିତ। କର୍ମ ମନ ବଚନରେ ଯେଉଁ ସବୁ ପ୍ରାଣୀ, ବର୍ଣ୍ଣାଶ୍ରମହୀନ କର୍ମ କରୁଥାନ୍ତି ଜାଣି। ସେମାନେ ସେହି ନରକେ ପତିତ ହୁଅନ୍ତି, ଆହୁରି ଅଧୋମସ୍ତକ ନରକେ ଯେ ସ୍ଥିତି। ଜୀବଗଣ ସ୍ୱର୍ଗେ ଦେବେ କରନ୍ତି ଦର୍ଶନ, ଶୁଣ ହେ ମୈତ୍ରେୟ ଋଷି ପୁଣି ଦେବଗଣ। ଅଧୋମାର୍ଗେ ଅଧୋମୁଖେ ନରକସ୍ଥ ଜୀବ, ଦର୍ଶନ କରନ୍ତି ସେ ସଭିଙ୍କି ବୁଝିବ। ନରକ ଭୋଗ ଉତାରୁ କ୍ରମେ ପାପୀ ମାନେ, ସ୍ଥାବର କୃମି ଜଳଜ ଆଦି ପ୍ରାଣୀ ଗଣେ। ପଶୁ ପକ୍ଷୀ ମାନଙ୍କ ଯେ ସୁଧାର୍ମିକ ନର, ନିଜ ପୁଣ୍ୟ ଘେନି ଜନ୍ମ ହୁଅନ୍ତି ଆବର। କେହି ବା ଦେବତା ରୂପ ଧାରଣ କରନ୍ତି, ମୁକ୍ତିକାମୀ ହୋଇ କେବା ଜନମ ହୁଅନ୍ତି। ଏହା ସବୁ ପ୍ରାପ୍ତ ହୁଅନ୍ତି ନିଶ୍ଚୟ ଏକଥା, ଅଧିକ ବାକି କହିବି ଆହେ ମୁନିରଥା। ତୁମେ ମହାବିଜ୍ଞ ମନେ କର ଅନୁମାନ, ସ୍ଥାବର ଠାରେ ହେ କୃମି ଜନ୍ମ ପାଏ ପୁଣ। ସହସ୍ର ଉତ୍କୃଷ୍ଟ ଗୁଣେ ମନ୍ତ ପ୍ରକାରେ, ଏ ସଂସାରେ ଆସି ଜୀବ ମୋକ୍ଷ ଲାଭ କରେ। ଯେଉଁ ରୂପେ ପାପ ସେହି ରୂପେ ପ୍ରାୟଶ୍ଚିତ, ନ କଲେ ଆହେ ମୈତ୍ରେୟ ବାହାର ନିମିତ୍ତ। ବିଧି ଅନୁସାରେ ଯେଉଁ ନରକ ରହିଛି, ନିଶ୍ଚୟ ଭୋଗିବାକୁ ପଡ଼େ ମିଛ ନୁହେଁ କିଛି। ଆହେ ଋଷି ବର ଏବେ ସାର କଥା ଶୁଣ, ସର୍ବ ପାପ ହାରି ସେହି ପ୍ରଭୁ ନାରାୟଣ। ଏକାନ୍ତେ ତାହାଙ୍କୁ ଯଦି କେହି ସୁମରଇ, ସର୍ବ ପାପ ପ୍ରାୟଶ୍ଚିତ୍ତ ତାହାର ଘଟଇ। ଅନ୍ୟ କର୍ମେ ଆବଶ୍ୟକ ଆଉ ନାହିଁ ତାର,
ସେ ହୁଏ ପରମ ସାଧୁ ପାପ କରି ଦୂର। ଯେ ପାପକୁ ପ୍ରାୟଶ୍ଚିତ ଯେ ମନ୍ତ ରହିଛି, ସ୍ୱୟଂଭୁବ ମନୁ କହିଛନ୍ତି ବାଛି ବାଛି। ଅନ୍ୟ ଋଷିମାନେ ମଧ୍ୟ ବିଚାରି ମନରେ, ପ୍ରାୟଶ୍ଚିତ କରିଛନ୍ତି ପାପ ଅନୁସାରେ। ଗୁରୁ ପାପକୁ ପ୍ରାଶ୍ଚିତ ଅଟେ ଗୁରୁତର, ଅଳ୍ପ ପାପକୁ ପ୍ରାଶ୍ଚିତ ଅଳ୍ପ ମାତର। କରିଅଛନ୍ତି ବ୍ୟବସ୍ଥା ଯେଝା ମତ ଧରି, ନିଜ ନିଜ ଶାସ୍ତ୍ରେ ବନେଇଛନ୍ତି ଠିକ କରି। କର୍ମାତ୍ମକ ତପାତ୍ମକ ଆଦି ପ୍ରାୟଶ୍ଚିତ, ଅନେକ ପ୍ରକାରେ ଯାହା ହୋଇଛି ବର୍ଣ୍ଣିତ। ତା ମଧ୍ୟରେ ସାର ପ୍ରାୟଶ୍ଚିତ ହରିନାମ, ତାହା ସ୍ମରଣ ମାତ୍ରକେ ଯାଏ ପାପତମ। ସର୍ବଶ୍ରେଷ୍ଠ ପ୍ରାୟଶ୍ଚିତ ଅଟଇଟିଏହି, ଶ୍ରୀହରି ସ୍ମରଣେ ଅନୁତାପ ଲୋଡ଼ା ନାହିଁ। ପାପ ଅର୍ଜି ଅନୁତାପ କରଇ ଯେ ଜନ, ତାଙ୍କ ତହୁଁ ଶ୍ରେଷ୍ଠ ନୁହେଁ ମନୁଙ୍କ ବଚନ। ଶ୍ରୀ ବିଷ୍ଣୁ ସ୍ମରଣ ଅଟେ ମହାପ୍ରାୟଶ୍ଚିତ, ନ କଲେ ହେଁ ଅନୁତାପ ପାପ ବିନାଶତ। ଅନ୍ୟ ପ୍ରାୟଶ୍ଚିତ ସବୁ ଅଟେ ଅନୁତାପ, କଦାପି ତହିଁରେ କ୍ଷୟ ହୁଏ ନାହିଁ ପାପ। ରଜନୀ ପ୍ରାତରେ କିବା ମଧ୍ୟାହ୍ନ ସନ୍ଧ୍ୟାରେ, ଅବସ୍ଥା ଭେଦେ ବା କୌଣସି ସମୟରେ, ନାରାୟଣ ନାମ ନରେ କଲେଟି ସ୍ମରଣ। ସତ୍ୟ ପାପରୁ ମୁକୁଳେ ହେ ମୈତ୍ରେୟ ଜାଣ, ଶ୍ରୀହରି ସ୍ମରଣ ବଳେ ପାପ ହୁଏ କ୍ଷୟ। ପୁଣ୍ୟ ପ୍ରଭାବରେ ମୁକ୍ତି ମିଳଇ ନିଶ୍ଚୟ, ତା ପକ୍ଷରେ ବିଘ୍ନ କର ବୋଲି ସ୍ୱର୍ଗ ଲାଭ। ଅନୁମତି ହୋଇଅଛି ଶାସ୍ତ୍ରେ ଏକ ଭାବ, ହୋମ ପୂଜା ଜପ ଯାଗ ଆଦି କର୍ମେ ଯାର। ଶ୍ରୀହରି ପ୍ରତି ଆସକ୍ତ ଚିତ୍ତ ନିରନ୍ତର, ଇନ୍ଦ୍ରପଦ ଆଦି ଫଳ ତୁଚ୍ଛ ତା ପକ୍ଷରେ। ତେଣୁ ବିଘ୍ନ ସ୍ୱରୂପ ଯେ ଅଟେ ଉଚିତରେ, ନାରାୟଣଙ୍କର ନାମ ଜପର ସମାନ। ନ ହୁଅଇ ସ୍ୱର୍ଗବାସ ଫଳ କଦାଚନ, ଏଣୁ କରି ମୃତ୍ୟୁଶୀଳ ମାନବ ନିଶ୍ଚିତ। ବିଷ୍ଣୁ ସ୍ମରଣରେ ଅହରହ ଶୁଦ୍ଧ ଚିତ୍ତ, ନରକେ ଗତି ନ କରେ ଏହିପରି ନର। ବିଷ୍ଣୁ ସ୍ମରଣରେ ହୁଏ ସର୍ବଶୁଭ ତାର, ନିଶ୍ଚୟ ସ୍ୱର୍ଗବାସ ଅଟେ ମନ ପ୍ରୀତିକାରୀ। ଅପ୍ରୀତିକାରକ ଚିତ୍ତ ନରକ ସବୁରି, ପାପର ନାମ ନରକ ପ୍ରମାଣ ଅଟଇ। ପୁଣ୍ୟର ନାମଟି ସ୍ୱର୍ଗ ଶାସ୍ତ୍ର ଅଛି କହି, ପାପର ପରିଣାମ ଯେ ଅଟଇ ନରକ। ପୁଣ୍ୟର ପରିମାଣଟି ଅଟେ ସ୍ୱର୍ଗ ସୁଖ, ତେଣୁ ପାପ ପୁଣ୍ୟ ସ୍ୱର୍ଗ ନରକର କଥା। ଏକଇ ନାମେ ବର୍ଣ୍ଣିତ ହୋଇଲା ସର୍ବଥା, ଦେଶ କାଳ ପାତ୍ର ଭେଦେ ଯେହ୍ନେ ଏକ ବସ୍ତୁ। ଈର୍ଷା କ୍ରୋଧ ଦୁଃଖ ସୁଖ ବାରଣର ହେତୁ, ହୁଏ ତେଣୁଟି ବସ୍ତୁତି ନିୟତ ସ୍ୱଭାବ। କୁହାଯାଇପାରେ କେଉଁ ପରି ମନେ ଭାବ, ଯେହୁ ପ୍ରୀତିପଦ ସେହୁ ଦୁଃଖର ଆକାର। କୋପଟି ପ୍ରସନ୍ନତାର କାରଣ ନିକର, ଏ ହେତୁ କୌଣସି ବସ୍ତୁ ଆହେ ମୁନିରାଜ। ଦୁଃଖାତ୍ମକ ସୁଖାତ୍ମକ ନୁହେଁ ମନ ବୁଝ, ମନର ଅବସ୍ଥା ସବୁ ଘେନି ସୁଖ ଦୁଃଖ। ଜ୍ଞାନ ଏକ ପରମ ବ୍ରହ୍ମ ପରମାର୍ଥ ସୁଖ, ସେ ଜ୍ଞାନ ହୁଅଇ ପୁଣି ବନ୍ଧନର ହେତୁ। ଜଳି ଯାଇ ଅବିଦ୍ୟାରେ କୁହାଏ ଅବସ୍ତୁ, ଅହଙ୍କାର ଆଦି ନାଶ ହେଲେ ବିଦ୍ୟା ବଳେ।
सुज्ञान मोक्षर हेतु हुई सयळे ज्ञानात्मक ये अखिल संसार ज्ञान भिन्न अन्य किछि नाही सत्यवीर ज्ञानटी विद्या अविद्या अटई अज्ञान बुझाई कहिली भूमंगल विवरण पर्वत सागर सप्त पाताल सहिते दीप वर्ष नदी आदि संक्षिप्त उकते कहिल यथार्थ रे नरक विषय शुणिल त मन कर्ण देई हे मैत्रेय आवर शुणिबा पाई रहिछि कि इच्छा कुह ताहा कही पुराइबी मन वांछा एपरि कहिले जहु पराशर ऋषि श्रोत्रा मैत्रेय भक्ति भावे गले भासी विष्णु पुराण चरित अमृत समान शुणिले सकल पाप होइब दहन आहे विष्णु भक्त जने पुराण पढ़ पढ़ी न पारिले शुण मन करी दृढ़ संसार सागर निश्चय होइब मुक्त पढ़ी शुणाइले हेब वैकुंठ प्राप्त राधा कृष्ण नाम बोली मुखे दिन क्षेत्रवासी तरी जाऊ महासुखे इति श्री महाविष्णु पुराणे द्वितीय खंडे नरक वर्णन व विष्णु स्मरण सर्व प्रायश्चित कथने नाम षष्ठाध्याय।